ମିଛ ପୂଜା କାହିଁକି? ଆଜି ଭିଡ଼ିଓର ଶୀର୍ଷକ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କୌଣସି ମିଛକୁ କିଏ ବା କାହିଁକି ପୂଜା କରିବ? ଯିଏ ଯେଉଁଭଳି ପୂଜା କରୁଛି ତା ପଛରେ କୌଣସି ସତ୍ୟତା ନିଶ୍ଚୟ ରହିଥିବ। ହଁ, ସତ୍ୟତା ନିଶ୍ଚୟ ଥିବ, କିନ୍ତୁ ସତ୍ୟତା କେବଳ ଧର୍ମୀୟ ଭିତ୍ତିହୀନ ବିଶ୍ୱାସ ଉପରେ ପର୍ଯ୍ୟବେସିତ ଥାଏ। ଯଥା ସୂର୍ଯ୍ୟଦେବଙ୍କୁ ଶକ୍ତିର ସ୍ରୋତ ପାଇଁ, ଇନ୍ଦ୍ରଦେବଙ୍କୁ ଜଳ ପାଇଁ, ପବନ ଦେବକୁ ପ୍ରାଣବାୟୁ ପାଇଁ, ଚନ୍ଦ୍ରଦେବଙ୍କୁ ଶୀତଳ ଆଲୋକ ପାଇଁ ଆମେ ପୂଜା କରୁଛୁ। ଏଠି ପ୍ରଶ୍ନ ଉଠୁଛି, ଆମେ ଯଦି ସେମାନଙ୍କୁ ଦେବତା ଭାବି ପୂଜା ନ କରିବା ତାହେଲେ ସେମାନେ କ'ଣ ଆମକୁ ଉତ୍ତାପ, କିରଣ, ପାଣି ଓ ପବନ ଦେବା ବନ୍ଦ କରିଦେବେ? କଦାପି ନୁହେଁ। ଏଥିପାଇଁ କିଛି ଲୋକ ନିଜର ଦାର୍ଶନିକ ତର୍କ ଦେଇଛନ୍ତି। ମଣିଷ ଏସବୁ ପାଉଥିବାରୁ ସେମାନଙ୍କୁ ପୂଜା କରି ନିଜର କୃତଜ୍ଞତା ପ୍ରକଟ କରୁଛି। ଏହା ଯଦି ସତ, ତେବେ ସେମାନେ ହିଁ ନିଜର ପରିବାର, ସମାଜ, ରାଜ୍ୟଠାରୁ ଯେଉଁ ଉପକାର ପାଉଛନ୍ତି ସେଥିପାଇଁ କୃତଜ୍ଞତା ପ୍ରକଟ କରୁନାହାନ୍ତି କାହିଁକି? ଆସନ୍ତୁ ଦେଖିବା ପୂଜାର ଆବଶ୍ୟକତା କାହିଁକି। ଆଦିମ କାଳରୁ ଆଦିମାନବ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକର କାରଣ ବୁଝି ନ ପାରୁଥିବାରୁ ନିଜର ସୁରକ୍ଷା ପାଇଁ ଭୟରେ ନମ୍ରତା ପ୍ରଦର୍ଶନ କରି ଅଗ୍ନି, ଜଳ, ପବନ, ବିଷଧର ସର୍ପ, ହିଂସ୍ର ଜନ୍ତୁ ଆଦିଙ୍କୁ ବିଭିନ୍ନ କାରଣରୁ ମଣିଷକୁ ଆତଙ୍କିତ କରି ରଖୁଥିବାରୁ ପୂଜା ପରମ୍ପରା ଚାଲି ଆସୁଛି। ନିଜେ ଏବଂ ନିଜ ପରିବାରକୁ ସମସ୍ତ ପ୍ରକାର ବିପଦ ଓ ସମସ୍ୟାରୁ ମୁକ୍ତ ରଖିବା ଏବଂ ସୁଖ ଶାନ୍ତିର ଗ୍ୟାରେଣ୍ଟି ପ୍ରାପ୍ତ କରିବାର ସ୍ୱାର୍ଥ ମନୋବୃତ୍ତି ଯୋଗୁଁ ପୂଜାର ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି ବୋଲି କୁହାଯାଇପାରିବ। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ମଣିଷକୁ ସୁରକ୍ଷା, ସୁଖ ଓ ଶାନ୍ତି ଦେଇପାରିବା ଶକ୍ତି କାହା ପାଖରେ ଅଛି, ଯାହାକୁ କି ପୂଜା ଦ୍ୱାରା ସନ୍ତୁଷ୍ଟ କରାଯାଇ ସେସବୁ ହାସଲ କରିହେବ? ଆମେ ଦେଖୁଛୁ ଭୌତିକ ଦୁନିଆରେ ଯେତେ ପ୍ରକାର ପ୍ରାକୃତିକ ସମ୍ପଦ ଅଛି, ସେ ସବୁଠାରୁ ଆମେ ଆମର ବ୍ୟବହାର ଉପଯୋଗୀ ଖାଦ୍ୟ, ବସ୍ତ୍ର, ଔଷଧ, ବାସସ୍ଥାନ ଓ ସୌଖୀନ ବସ୍ତୁ ପାଇବା ପାଇଁ ଆମକୁ ତାର ମୂଲ୍ୟ ଧନ କିମ୍ବା ସେବା ରୂପେ ଦେବାକୁ ପଡ଼ୁଛି। ବିନା ମୂଲ୍ୟରେ ତ କିଛି ବି ମିଳୁନି। କିଛି ସାଧୁ ଓ ସନ୍ନ୍ୟାସୀ ଲୋକ ବିଶ୍ୱାସ କରୁଛନ୍ତି ଯେ ଆଦି ଭୌତିକ ଦୁନିଆରେ ରହୁଥିବା ଐଶ୍ୱରୀୟ ଶକ୍ତିମାନଙ୍କୁ କେବଳ ଭକ୍ତିର ସହ ପୂଜା କଲେ ହିଁ ଆମକୁ ସକଳ ଭୌତିକ ବସ୍ତୁ ସହଜରେ ମିଳିଯିବ। ସେମାନଙ୍କର ବିଶ୍ୱାସ ବି ସତ ପ୍ରମାଣିତ ହେଉଛି, କାରଣ ସେମାନେ କିଛି ପରିଶ୍ରମ ନ କରି ମଧ୍ୟ ବେଶ ପେଟ ପୂରା ସୁସ୍ୱାଦୁ ଖାଦ୍ୟ, ରହିବାକୁ ସୁନ୍ଦର ଆବାସ ଓ ପିନ୍ଧିବାକୁ ମନଲାଖି ବସ୍ତ୍ର ମାଗଣାରେ ପାଉଛନ୍ତି। ନିଶ୍ଚିତ ଭାବେ କ୍ଷେତରେ କାମ କରୁଥିବା, କଳକାରଖାନାରେ ପରିଶ୍ରମ କରୁଥିବା କିଛି କର୍ମଠ ମଣିଷମାନଙ୍କ ଯୋଗୁଁ ଖାଦ୍ୟ ଓ ବସ୍ତ୍ର ପ୍ରସ୍ତୁତ ହେଉଛି। ଏଥିରୁ ସ୍ପଷ୍ଟ ଭାବେ ବୁଝା ପଡ଼ୁଛି ଯେ ମଣିଷକୁ ଏହି ଦୁନିଆରେ ବଞ୍ଚି ରହିବା ପାଇଁ ଆବଶ୍ୟକ ବସ୍ତୁଗୁଡ଼ିକ କେବଳ ଭୌତିକ ଦୁନିଆରେ ହିଁ ରହିଛି ଏବଂ ମଣିଷର ଶାରୀରିକ ଓ ମାନସିକ ପରିଶ୍ରମ ବିନା କିଛି ବି ଉପଭୋଗ୍ୟ ବସ୍ତୁ ଉତ୍ପାଦନ ହେବା ସମ୍ଭବ ନୁହେଁ। ପୂଜା କରି କ'ଣ ଆମେ ଖରା, ବର୍ଷା, ଶୀତ ଓ ପବନକୁ ନିୟନ୍ତ୍ରିତ କରିପାରିବା? ବିଲକୁଲ ନୁହେଁ। କିନ୍ତୁ ଖରା, ବର୍ଷା, ଶୀତ ଓ ଝଡ଼ ବତାସ ଦାଉରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ଚିନ୍ତା କରିପାରିବା। ପୂଜା ଓ ପ୍ରାର୍ଥନାର ଧାର୍ମିକ ମତ ସହିତ ସମସ୍ତେ ପରିଚିତ, କିନ୍ତୁ ଏହାର ହେତୁବାଦୀ ମତ ହେଉଛି ପୂଜା ଓ ପ୍ରାର୍ଥନା ଦ୍ୱାରା ତଥା କଥିତ ଐଶ୍ୱରୀୟ ଶକ୍ତିଗୁଡ଼ିକୁ ସନ୍ତୁଷ୍ଟ କରି ପ୍ରାକୃତିକ ନିୟମଗୁଡ଼ିକୁ ନିଜ ସପକ୍ଷରେ ପରିବର୍ତ୍ତନ କରିବାର ମାନସିକତା ରଖିଲେ ଏହା କେବେ ବି ସମ୍ଭବ ନୁହେଁ। କେତେକ ସ୍ଥଳରେ କାକତାଳୀୟ ନ୍ୟାୟରେ ପୂଜା କରିବା ପରେ ପାଗ ଯଦି ପରିବର୍ତ୍ତନ ହୋଇଯାଏ ତେବେ ଲୋକମାନଙ୍କ ବିଶ୍ୱାସ ବଢ଼ିଯାଏ। କିନ୍ତୁ ଆମ ଆଗରେ ପ୍ରତିଦିନ ହଜାର ହଜାର ଉଦାହରଣ ଦେଖାଯାଉଛି ଯେ ପୂଜା ଦ୍ୱାରା ସେପରି କିଛି ହେଉନାହିଁ। ବିଭିନ୍ନ ଧର୍ମସ୍ଥଳୀ ଗୁଡ଼ିକରେ ପୂଜା ହେଉଥିବା ସମୟରେ ହିଁ ପ୍ରାକୃତିକ ବିପର୍ଯ୍ୟୟ ଘଟି ଅସଂଖ୍ୟ ଭକ୍ତଙ୍କର ଜୀବନହାନି ହେଉଛି। ଉଦାହରଣ ହିସାବରେ ଆପଣ ମହାକୁମ୍ଭ ମେଳାକୁ ନିଅନ୍ତୁ, ଯେଉଁଠି ପ୍ରାୟତଃ 3 ଥର ନିଆଁ ଲାଗି ସାରିଲାଣି। ଦଳା ଚକଟାରେ ପ୍ରାୟ 2000ରୁ 2500 ଲୋକ ମରିସାରିଲେଣି। ଅନେକ ପ୍ରଦୂଷଣ ହୋଇସାରିଲାଣି। ଭକ୍ତମାନଙ୍କର ତଥାପି ଜ୍ଞାନଚକ୍ଷୁ ଖୋଲି ପାରୁନି, କିମ୍ବା ସେମାନେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦୁର୍ଘଟଣା ଜନିତ କ୍ଷୟକ୍ଷତିର କାରଣ ଉପରେ ବିଚାର କରୁନାହାନ୍ତି। ସେମାନେ କେବଳ ନିଜର ଭିତ୍ତିହୀନ ଆସ୍ଥା ଓ ବିଶ୍ୱାସକୁ ଠେସ ଦେଲା ଭଳି ଯୁକ୍ତି ଦେଉଛନ୍ତି।
ଯାହାର ଯେଉଁଠୁ ମୃତ୍ୟୁଯୋଗ ଲେଖା ଅଛି ସେ ସେଇଠି ହିଁ ମରିବ। ମନକୁ ସାନ୍ତ୍ୱନା ଦେବା ପାଇଁ ଏହା ଏକ ଛଳନା ମାତ୍ର ନୁହେଁ କି? ମିଛ ପୂଜା କରିବା ପାଇଁ ଆଜିକାଲି ଅସଂଖ୍ୟ ତଥାକଥିତ ବାବା ଓ ମାତା ଛତୁ ଫୁଟିଲା ଭଳି ଆମ ଦେଶରେ ଭର୍ତ୍ତି ହୋଇଗଲେଣି। ବିଭିନ୍ନ ଟିଭି ଚ୍ୟାନେଲ ମାନେ ନିଜର ଟିଆରପି ବଢ଼ାଇବା ପାଇଁ ସେହି ବାବା ଓ ମାତାମାନଙ୍କ ସହ ବ୍ୟବସାୟିକ ଏଗ୍ରିମେଣ୍ଟ କରିନେଉଛନ୍ତି। କୁମ୍ଭ ମେଳାରେ ତ ଆମେ ଅନେକ ବାବା ଦେଖିଲୁ। ଆଇଆଇଟି ବାବା ଦେଖିଲୁ, ହାତ ଟେକା ବାବା ଦେଖିଲୁ, କଣ୍ଟାରେ ଶୋଇଥିବା ବାବା ବି ଦେଖିଲୁ। ଏଭଳି ଅନେକ ବାବା ଯାହାର ତାଲିକା ଅତ୍ୟନ୍ତ ଲମ୍ବା। ଦର୍ଶକମାନଙ୍କୁ ମନ ଭୁଲାଣିଆ ପ୍ରବଚନରେ ପ୍ରଭାବିତ କରି ଚମତ୍କାରୀ ଶ୍ରୀଯନ୍ତ୍ର, ମୁଦି ଓ ତାବିଜ ଆଦି ବିକ୍ରି କରି ଧନ ଲୁଟି ନେବାର ଅନେକ ଉପାୟ ସେମାନଙ୍କୁ ଜଣାଥାଏ। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଜିର ବୈଜ୍ଞାନିକ ଯୁଗର ଶିକ୍ଷାପ୍ରାପ୍ତ ଯୁବକ ଯୁବତୀ ମାନେ ସବୁଠାରୁ ଅଧିକ ସଂଖ୍ୟାରେ ବାବା ଓ ମାତାଙ୍କ ମଠ ଓ ଆଶ୍ରମରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି। ସେମାନେ ଜୀବନରେ ସୁଖ ଓ ସମ୍ପଦ ପ୍ରାପ୍ତ କରିବା ପାଇଁ କେବଳ ଚମତ୍କାରୀ ମୁଦି ଓ ତାବିଜ ଆଦି ଉପରେ ଭରସା କାହିଁକି କରୁଛନ୍ତି? ମୋଟ ଉପରେ କହିବାକୁ ଗଲେ ପୂଜା ଯେଉଁଭଳି କରାଯାଉନା କାହିଁକି ତାର କୌଣସି ମହତ୍ତ୍ୱ ନାହିଁ। ମଣିଷକୁ ସଫଳ ହେବା ପାଇଁ, ସୁଖ ଓ ଶାନ୍ତିରେ ରହିବା ପାଇଁ କେବଳ ଶାରୀରିକ ଏବଂ ମାନସିକ ପରିଶ୍ରମ କରିବାକୁ ହିଁ ପଡ଼ିବ। ବିଶ୍ୱାସ ବନାମ ପ୍ରଶ୍ନ। ଭିତ୍ତିହୀନ ବିଶ୍ୱାସ କେବେ ବି ଠିକ୍ ଉତ୍ତର ଦିଏନି, ବରଂ ମଣିଷକୁ ପ୍ରଶ୍ନ କରିବାକୁ ମନା କରେ। ବିଜ୍ଞାନ ଯେତେ ପ୍ରମାଣ ପାଇଲେ ବି ସନ୍ଦେହ ପ୍ରକାଶ କରେ ଓ ପ୍ରଶ୍ନ କରେ, କିନ୍ତୁ ଧର୍ମ କୌଣସି ପ୍ରମାଣ ନଥାଇ ମଧ୍ୟ ପ୍ରଶ୍ନ କରେ ନାହିଁ, କେବଳ ଅନ୍ଧ ଭଳି ବିଶ୍ୱାସ କରିବା ଶିଖାଏ। ନାସ୍ତିକମାନେ କାଳ୍ପନିକ ଦେବୀ ଦେବତାଙ୍କ ବିଷୟରେ ପ୍ରଶ୍ନ କଲେ ଆସ୍ତିକମାନଙ୍କୁ ଭଲ ଲାଗୁନି। ସେମାନେ ହୁଏତ ନାସ୍ତିକମାନଙ୍କୁ ଦଣ୍ଡ ଦେବା ପାଇଁ ଦେବାଦେବୀଙ୍କୁ ପ୍ରାର୍ଥନା କରୁଥିବେ, କିନ୍ତୁ ଦେବାଦେବୀ କେହି ଏକଥା ଶୁଣନ୍ତି ନାହିଁ। ସେଥିପାଇଁ ନାସ୍ତିକମାନେ ଦୁନିଆରେ ଭଲରେ ଅଛନ୍ତି ଏବଂ ଆସ୍ତିକମାନଙ୍କର ମଧ୍ୟ ସେବା କରୁଛନ୍ତି। ବାଲ୍ମୀକି ନାୟକଙ୍କ ଲିଖିତ ଆଜିର ଏହି ପ୍ରବନ୍ଧ ଆପଣଙ୍କୁ କେମିତି ଲାଗିଲା ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ଦିଅନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନରେ କ୍ଲିକ୍ କରନ୍ତୁ। ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।